ଦେଖୁଛ ତ ଚିହ୍ନ ଭିନ୍ନ କରିକି ଫୋପାଡ଼ିଛନ୍ତି ମାରିକି 11ଟା ବେଳୁ ତାକୁ ରେପ୍ କରିକି ତାକୁ ନେଇକି ମାରିକି ସେଠି ଫୋପାଡ଼ିଛନ୍ତି ହେଲା। ଏଇ ଅଫିସ ଭିତରେ ହିଁ ସେ ଛୁଆକୁ ହତ୍ୟା କରାଯାଇଛି। 11ଟା ବେଳୁ ଛୁଆକୁ ଆଣିକି ଏଇଠି ଲୁଚା ଯାଇଛି, ସନ୍ଧ୍ୟାବେଳେ ମାରିକି ପଥରରେ ଛେଚିକି ଛିନ୍ନ ଭିନ୍ନ କରିକି ଫୋପାଡ଼ି ଦେଇଛନ୍ତି। ମାଉସୀ ଏମିତି ଧର ଉପରୁ ଦେଖ ଟିକେ ସିଆଡ଼କୁ ଆଉ କହି ହବନି। ରିନୁଲତା ସାହୁ। ଆମେ ଚାହୁଁଛୁ ସେ ଝିଅକୁ ନ୍ୟାୟ ମିଳୁ। ଏଇଭଳିଆ ତ ଆଉ ତ ଝିଅକୁ ଆଉ ବାହାର ମାନଙ୍କୁ ବି କାଢି ପାରିବେ ନାହିଁ। ସେ ଯେତେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ କରି ଚାଲିବେ ଏଇଭଳିଆ ତାଙ୍କର ସାହସ ବଢିଯିବ। ତାକୁ ନ୍ୟାୟ ଦିଅ, ତାକୁ ଦଣ୍ଡ ଦିଅ। ମୋ ନାମ ହେଉଛି ଭଗବାନ ସାହୁ, ପିଲାର ହେବି ଜେଜ। ଆଜ୍ଞା ଘଟଣା ମୁଁ କିଛି ଜାଣିନି। ମୁଁ ଯାଇଥିଲି ମଝି ଗାଁ କାମକୁ। ଆଜି ମଝି ଗାଁ କାମରୁ ଆସିଲା ବେଳେ ମୋ ଘରକୁ ଗଲାବେଳେ ମୋ ସ୍ତ୍ରୀ କାନ୍ଦୁଥିଲା। ମୁଁ କହିଲି ଆରେ କ'ଣ ଘଟଣା? କହିଲା ମନସ୍ୱିନୀ କୁଆଡ଼େ ପଳେଇଛି। ମନସ୍ୱିନୀ କୁଆଡ଼େ ପଳେଇଛି? ମୁଁ ଦୌଡ଼ିକି ଆସିଲା ବେଳେ ଆଙ୍କ ଗେଟ୍ ପାଖରେ ବହୁତ ଲୋକ ଜମା ହେଇଛନ୍ତି। ମୁଁ କହିଲି କ'ଣ ଘଟଣା? ଯେ ଏରକମ କଥା, ମନସ୍ୱିନୀ କୁଆଡ଼େ ପଳେଇଛି। ଖୋଜ ଖବର କଲା ବେଳକୁ ଆଜ୍ଞା ଏଇ ପୋଖରୀ ଏଇ ବାହାରିଲା। ଆଜ୍ଞା ଆଉ ଘଟଣା କ'ଣ ମୁଁ ଶୁଣିନି, ଜାଣିନି, କହିପାରିବିନି। ଆଜ୍ଞା ପିଲା ସହିତ ପୁରା କ'ଣ ତାକୁ ମାରିକି ପକେଇ ଦେଇଛନ୍ତି, ପୋଖରୀରେ ରେପ୍ କରିକି ମାରିକି ପକେଇ ଦେଇଛନ୍ତି ସେ ବଣ ଭିତରେ। ଆଜ୍ଞା କାହା ଉପରେ ସନ୍ଦେହ ମୁଁ କେମିତି କରିମି ଆଜ୍ଞା? ଆଜ୍ଞା ଛୁଆର 7-8 ବର୍ଷ ହବ। ଆଉ ଚାହୁଁଛନ୍ତି କ'ଣ? ମୁଁ ଚାହୁଁଛି ଯେ ଇଏ ଅନ୍ୟାୟ କରିଛି ତାର ନ୍ୟାୟ ଦରକାର ମୋତେ। ଆଜ୍ଞା ଆଜ୍ଞା ତାକୁ ଫାଶୀ ଦଣ୍ଡ ଦରକାର।